ପିଲାମାନେ ଆମେ ଆଲୋଚନା କରିଥିଲେ ପାର୍ଟ 1ରେ 37ଟି MCQ ପ୍ରଶ୍ନ। ତ ଆଜି ଆମେ ଆଲୋଚନା କରିବା ତାର ପରବର୍ତ୍ତୀ ପ୍ରଶ୍ନଗୁଡ଼ିକୁ। ଯେଉଁମାନେ ବି ପାର୍ଟ 1 ଦେଖିନାହାନ୍ତି ତାର ଲିଙ୍କ୍ ଡିସ୍କ୍ରିପ୍ସନରେ ମୁଁ ଦେଇଦେଇଛି, ତୁମେମାନେ ଯାଇ ଦେଖିପାରିବ। ତୁମେମାନେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦିଅ। ତ ଚାଲନ୍ତୁ ଯିବା ଆଜିର ପ୍ରଶ୍ନକୁ। ପ୍ରଶ୍ନ ନମ୍ବର 38, ପରୋକ୍ଷ ଗଣତନ୍ତ୍ର ଡ୍ୟାସ୍ ନୀତି ଉପରେ ଆଧାରିତ ଅଟେ? ପରୋକ୍ଷ ଗଣତନ୍ତ୍ର ଡ୍ୟାସ୍ ନୀତି ଉପରେ ଆଧାରିତ ଅଟେ? କେଉଁ ନୀତି ଉପରେ ଆଧାରିତ? ଅପସନ୍ ଦେଇଛି ରାଷ୍ଟ୍ରର ସାର୍ବଭୌମତ୍ୱ, ସମସ୍ତଙ୍କ ଶାସନ, ପ୍ରତ୍ୟକ୍ଷ ନିର୍ବାଚନ, ସରକାର ପରିଚାଳନାରେ ଲୋକମାନଙ୍କର ପରୋକ୍ଷ ଅଂଶଗ୍ରହଣ। କେଉଁ ନୀତି ଉପରେ ଆଧାରିତ? ଉତ୍ତର ଅପସନ୍ IV, ସରକାର ପରିଚାଳନାରେ ଲୋକମାନଙ୍କର ପରୋକ୍ଷ ଅଂଶଗ୍ରହଣ। ପରବର୍ତ୍ତୀ ପ୍ରଶ୍ନ 39, ଡ୍ୟାସ୍ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ମାଧ୍ୟମ ନୁହେଁ? କେଉଁଠି ଏକ ମାଧ୍ୟମ ନୁହେଁ? ଅପସନ୍ ଦେଇଛି ଗଣ ଉଦ୍ୟୋଗ, ଗଣମତାମତ ଗ୍ରହଣ, ଅଧ୍ୟାଦେଶ, ପ୍ରତ୍ୟାହାର। କେଉଁଠି ଏକ ମାଧ୍ୟମ ନୁହେଁ? ଉତ୍ତର ଅଧ୍ୟାଦେଶ। ପ୍ରଶ୍ନ ନମ୍ବର 40, ଗଣତନ୍ତ୍ରର ସଫଳତା ପାଇଁ କେଉଁ ସର୍ତ୍ତ ଅଧିକ ବଳିଷ୍ଠ ଅଟେ? କେଉଁ ସର୍ତ୍ତ? ଅପସନ୍ ଦେଇଛି ଗଣତାନ୍ତ୍ରିକ ନାଗରିକତା, ଜାଗ୍ରତ ନାଗରିକତା, ଅର୍ଥନୈତିକ ସମାନତା, ଉପରୋକ୍ତ ସମସ୍ତ। କେଉଁଠି ନା? ଉତ୍ତର ହେବ ଉପରୋକ୍ତ ସମସ୍ତ। ଏହି ତିନୋଟି ଯାକ ସର୍ତ୍ତ ଅଧିକ ବଳିଷ୍ଠ ଅଟେ। ପ୍ରଶ୍ନ ନମ୍ବର 41, ଗଣମତାମତ ଗ୍ରହଣ ବା ରେଫରେଣ୍ଡମ୍ ଏକ ଡ୍ୟାସ୍? ଗଣମତାମତ ଗ୍ରହଣ ବା ରେଫରେଣ୍ଡମ୍ ଏକ ଡ୍ୟାସ୍ କ'ଣ ଅଟେ? ଅପସନ୍ ଦେଇଛି ନାସ୍ତିସୂଚକ ମାଧ୍ୟମ, ଅସ୍ଥିସୂଚକ ମାଧ୍ୟମ, ବ୍ୟବସ୍ଥାପିକା ମାଧ୍ୟମ, ହସ୍ତାନ୍ତରିତ ବ୍ୟବସ୍ଥାପନା ମାଧ୍ୟମ। କେଉଁଠି? ଉତ୍ତର ନାସ୍ତିସୂଚକ ମାଧ୍ୟମ। ଉତ୍ତର ହେବ ଅପସନ୍ I, ନାସ୍ତିସୂଚକ ମାଧ୍ୟମ। ପ୍ରଶ୍ନ ନମ୍ବର 42, ଗଣ ଉଦ୍ୟୋଗ ବା ଇନିସିଏଟିଭର ଅର୍ଥ ଡ୍ୟାସ୍? ଗଣ ଉଦ୍ୟୋଗ ବା ଇନିସିଏଟିଭର ଅର୍ଥ ଡ୍ୟାସ୍ କ'ଣ? ଅପସନ୍ ଦେଇଛି ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ, ଆଇନକୁ ସ୍ୱୀକୃତି ପ୍ରଦାନ, ପ୍ରତିନିଧିତ୍ୱ ବ୍ୟବସ୍ଥା, ବ୍ୟବସ୍ଥାପନା ବ୍ୟବସ୍ଥା। କେଉଁଠି? ଉତ୍ତର ଆଇନ ପ୍ରଣୟନ ପାଇଁ ବ୍ୟବସ୍ଥା। ପରବର୍ତ୍ତୀ ପ୍ରଶ୍ନ 43, ସୁଇଜରଲ୍ୟାଣ୍ଡର ଗୋଟିଏ କ୍ୟାଣ୍ଟନରେ ଲୋକମାନେ ଆଇନ ପ୍ରଣୟନ ଓ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବ୍ୟବସ୍ଥାକୁ ଡ୍ୟାସ୍ କୁହାଯାଏ? କ'ଣ କୁହାଯାଏ? ଅପସନ୍ ଦେଇଛି I, ଜନପ୍ରିୟ ଆଇନ ପ୍ରଣୟନ, ଲ୍ୟାଣ୍ଡସଜେମିଣ୍ଡ, ପ୍ରତ୍ୟକ୍ଷ ଆଇନ ପ୍ରଣୟନ, ହସ୍ତାନ୍ତରିତ ଆଇନ ପ୍ରଣୟନ। କେଉଁଠି ନା? ଉତ୍ତର ଲ୍ୟାଣ୍ଡସଜେମିଣ୍ଡ କୁହାଯାଏ। ପ୍ରଶ୍ନ ନମ୍ବର 44, ଭାରତର କେଉଁ ରାଜ୍ୟର କେଉଁ ଗ୍ରାମକୁ ନକ୍ସଲପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା? ଭାରତର କେଉଁ ରାଜ୍ୟର କେଉଁ ଗ୍ରାମରୁ ନକ୍ସଲପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା? କେଉଁ ରାଜ୍ୟ କେଉଁ ଗ୍ରାମରୁ? ଅପସନ୍ ଦେଇଛି I, ପଶ୍ଚିମବଙ୍ଗ ପୁରୁଲିଆ, ପଶ୍ଚିମବଙ୍ଗ ନକ୍ସଲବରୀ, ଛତିଶଗଡ଼ ନକ୍ସଲବରୀ, ଓଡ଼ିଶା ନକ୍ସଲବରୀ। କେଉଁଠି? ଉତ୍ତର ପଶ୍ଚିମବଙ୍ଗ ନକ୍ସଲବରୀ। ଭାରତର ପଶ୍ଚିମବଙ୍ଗ ରାଜ୍ୟର ନକ୍ସଲବରୀ ଗ୍ରାମରେ ଆରମ୍ଭ ହୋଇଥିଲା। ପ୍ରଶ୍ନ ନମ୍ବର 45, ନକ୍ସଲପନ୍ଥୀ ଆନ୍ଦୋଳନ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା? ନକ୍ସଲପନ୍ଥୀ ଆନ୍ଦୋଳନ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା? କେବେ ଆରମ୍ଭ ହୋଇଥିଲା? ଉତ୍ତର ମେ 25, 1967। ମେ 25, 1967 ମସିହାରେ ସର୍ବପ୍ରଥମେ ନକ୍ସଲପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। କେଉଁଠି? ପଶ୍ଚିମବଙ୍ଗର ନକ୍ସଲବରୀ ଠାରେ। ପ୍ରଶ୍ନ ନମ୍ବର 46, ଭାରତରେ 2011 ଜନଗଣନା ଅନୁଯାୟୀ ପୁରୁଷ ସାକ୍ଷରତା ହାର କେତେ? ଭାରତରେ 2011 ଜନଗଣନା ଅନୁଯାୟୀ ପୁରୁଷ ସାକ୍ଷରତା ହାର କେତେ? କେତେ? ଉତ୍ତର 82.14%। ପ୍ରଶ୍ନ ନମ୍ବର 47, କେବଳ ନିଜ ଅଞ୍ଚଳର ବିକାଶ ଚାହୁଁଥିବା ମତବାଦ କେଉଁ ନାମରେ ପରିଚିତ? କେବଳ ନିଜ ଅଞ୍ଚଳର ବିକାଶ ଚାହୁଁଥିବା ମତବାଦ କେଉଁ ନାମରେ ପରିଚିତ? କେଉଁ ନାମରେ? ଉତ୍ତର ଆଞ୍ଚଳିକତାବାଦ। ଆଞ୍ଚଳିକତାବାଦ ନାମରେ ପରିଚିତ। ପ୍ରଶ୍ନ ନମ୍ବର 48, ଭାରତରେ କୌଣସି ବ୍ୟକ୍ତି ପଢ଼ି ଓ ଲେଖିପାରିଲେ ତାଙ୍କୁ କ'ଣ କୁହାଯାଏ? ଭାରତରେ କୌଣସି ବ୍ୟକ୍ତି ପଢ଼ି ଓ ଲେଖିପାରିଲେ ତାଙ୍କୁ କ'ଣ କୁହାଯାଏ? କ'ଣ କୁହାଯାଏ? ଉତ୍ତର ଶିକ୍ଷିତ ବା ସାକ୍ଷର। ଶିକ୍ଷିତ ବା ସାକ୍ଷର କୁହାଯାଏ। ପ୍ରଶ୍ନ ନମ୍ବର 49, ଗଣତନ୍ତ୍ରରେ ସମ୍ପ୍ରସାରଣ ଜନିତ ସମସ୍ୟା କେଉଁ ପ୍ରସଙ୍ଗଗୁଡ଼ିକୁ ସୂଚିତ କରାଇଥାଏ? କେଉଁ ପ୍ରସଙ୍ଗଗୁଡ଼ିକୁ? ଅପସନ୍ ଦେଇଛି ସ୍ଥାନୀୟ ଶାସନ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ, ଅପସନ୍ 2 ସବୁ ସ୍ଥାନରେ ଗଣତନ୍ତ୍ରର ମୌଳିକ ନୀତିର ପ୍ରୟୋଗ, ଅପସନ୍ 3
ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳା ଆଉ ସଂଖ୍ୟାଲଘୁ ଶ୍ରେଣୀ ଅନ୍ତର୍ଭୁକ୍ତିକରଣ କେଉଁଠି ହେବ ନା ଉତ୍ତର ହେବ ଉପରୋକ୍ତ ସମସ୍ତ। ଏହି ତିନୋଟି ଯାକ ହେବ। ପ୍ରଶ୍ନ ନମ୍ବର 50 ଗୋଟିଏ ଜାତିର ଅଧିକ ପ୍ରଭାବ ଓ ଉପଯୋଗକୁ କ'ଣ କୁହାଯାଏ? ଗୋଟିଏ ଜାତିର ଅଧିକ ପ୍ରଭାବ ଓ ଉପଯୋଗକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଉତ୍ତର ଜାତିବାଦ କୁହାଯାଏ। ପ୍ରଶ୍ନ ନମ୍ବର 51 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଣତାନ୍ତ୍ରିକ ସମାଜର ଏକ ଲକ୍ଷଣ ନୁହେଁ? ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗଣତାନ୍ତ୍ରିକ ସମାଜର ଏକ ଲକ୍ଷଣ ନୁହେଁ? କେଉଁଠି? ଅପସନ୍ ଦେଇଛି ମୁକ୍ତ ସମାଜ, ଆଇନର ଶାସନ, ସହନଶୀଳତା, ମୌଳିକ ଅସମାନତା। କେଉଁଠି? ଉତ୍ତର ମୌଳିକ ଅସମାନତା। ମୌଳିକ ଅସମାନତା ହେଉଛି ଗଣତାନ୍ତ୍ରିକ ସମାଜର ଏକ ଲକ୍ଷଣ ନୁହେଁ। ପ୍ରଶ୍ନ ନମ୍ବର 52 କିଏ କହିଥିଲେ ଗଣତନ୍ତ୍ର ଅଯୋଗ୍ୟତାର ଶାସନ? କିଏ କହିଥିଲେ ଗଣତନ୍ତ୍ର ଅଯୋଗ୍ୟତାର ଶାସନ? କିଏ କହିଥିଲେ? ଅପସନ୍ ଦେଇଛି ବ୍ରାଇସ୍, ସିଲି, ଫାଗେଟ୍, ଲିଙ୍କନ। କିଏ କହିଥିଲେ? ଉତ୍ତର ଫାଗେଟ୍। ଫାଗେଟ୍ କହିଥିଲେ ଗଣତନ୍ତ୍ର ଅଯୋଗ୍ୟତାର ଶାସନ। 53 ନିମ୍ନୋକ୍ତ ମଧ୍ୟରୁ କିଏ ପ୍ରଥମେ ନକ୍ସଲ ଆନ୍ଦୋଳନ ଆରମ୍ଭ କରିଥିଲେ? କିଏ? ଉତ୍ତର ଚାରୁ ମଜୁମଦାର। ଚାରୁ ମଜୁମଦାର ପ୍ରଥମେ ନକ୍ସଲ ଆନ୍ଦୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ 54 ନିମ୍ନୋକ୍ତ ମଧ୍ୟରୁ କେଉଁଠି ଭାରତୀୟ ଗଣତନ୍ତ୍ର ପ୍ରତି ଆହ୍ୱାନ ନୁହେଁ? ନିମ୍ନୋକ୍ତ ମଧ୍ୟରୁ କେଉଁଠି ଭାରତୀୟ ଗଣତନ୍ତ୍ର ପ୍ରତି ଆହ୍ୱାନ ନୁହେଁ? କେଉଁଠି? ଅପସନ୍ ଦେଇଛି ଲିଙ୍ଗଗତ ବୈଷମ୍ୟ, ନକ୍ସଲ ସମସ୍ୟା, ନିରକ୍ଷରତା, ସମାନତା। କେଉଁଠି? ଉତ୍ତର ସମାନତା। ସମାନତା ଭାରତୀୟ ଗଣତନ୍ତ୍ର ପ୍ରତି ଏକ ଆହ୍ୱାନ ନୁହେଁ। ପ୍ରଶ୍ନ ନମ୍ବର 55 ଭାରତୀୟ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖିତ କେଉଁ ଉପାଦାନଟି ମୁଖ୍ୟ ରୂପେ ଉଭା ହୋଇଛି? ଭାରତୀୟ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖିତ କେଉଁ ଉପାଦାନଟି ମୁଖ୍ୟ ରୂପେ ଉଭା ହୋଇଛି? କେଉଁ ଉପାଦାନଟି? ଅପସନ୍ ଦେଇଛି ମେଣ୍ଟ ରାଜନୀତି, ଧର୍ମନିରପେକ୍ଷ ନୀତି, ସମାଜବାଦୀ ନୀତି, ଜାତୀୟ ଦଳର ସଂଖ୍ୟା ବୃଦ୍ଧି। କେଉଁଠି? ଉତ୍ତର ମେଣ୍ଟ ରାଜନୀତି। ପ୍ରଶ୍ନ ନମ୍ବର 56 ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକୁ କାହା ମାଧ୍ୟମରେ ନିଜର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଜଣାଇଥାନ୍ତି? ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକୁ କାହା ମାଧ୍ୟମରେ ନିଜର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଜଣାଇଥାନ୍ତି? କାହା ମାଧ୍ୟମରେ? ଉତ୍ତର ନିର୍ବାଚନ ଇସ୍ତାହାର। ନିର୍ବାଚନ ଇସ୍ତାହାର ମାଧ୍ୟମରେ ଜଣାଇଥାନ୍ତି। ପ୍ରଶ୍ନ ନମ୍ବର 57 କେଉଁ ଉପାଦାନଟି ଭାରତୀୟ ଦଳୀୟ ବ୍ୟବସ୍ଥାର ବୈଶିଷ୍ଟ୍ୟ ଅଟେ? କେଉଁ ଉପାଦାନଟି ଭାରତୀୟ ଦଳୀୟ ବ୍ୟବସ୍ଥାର ବୈଶିଷ୍ଟ୍ୟ ଅଟେ? କେଉଁ ଉପାଦାନଟି? ଅପସନ୍ ଦେଇଛି ଆଦର୍ଶଗତ ପ୍ରତିବଦ୍ଧତାର ଅନୁପସ୍ଥିତି, ବ୍ୟକ୍ତିତ୍ୱବାଦ, ଦଳ ମଧ୍ୟରେ ଅନ୍ତର୍ବିବାଦ ଓ ବିଭାଜନ, ଉପରୋକ୍ତ ସମସ୍ତ। କେଉଁଠି? ଉତ୍ତର ଉପରୋକ୍ତ ସମସ୍ତ। ଏହି ତିନୋଟି ଉପାଦାନ ଭାରତୀୟ ଦଳୀୟ ବ୍ୟବସ୍ଥାର ବୈଶିଷ୍ଟ୍ୟ ଅଟେ। ପ୍ରଶ୍ନ ନମ୍ବର 58 ବାମ ଦଳ ରୂପେ କେଉଁ ଦଳଗୁଡ଼ିକୁ ପରିଚିତ? ବାମ ଦଳ ରୂପେ କେଉଁ ଦଳଗୁଡ଼ିକୁ ପରିଚିତ? କେଉଁ ଦଳଗୁଡ଼ିକୁ? ଅପସନ୍ ଦେଇଛି ଉଦାରବାଦୀ ଓ ଧାର୍ମିକ ଦଳ, ସମାଜବାଦୀ ଓ ପୁରାତନ ଦଳ, ଆଞ୍ଚଳିକ ଦଳ ଓ ସ୍ଥାନୀୟ ଦଳ, ଫୋର୍ଥ ସାମ୍ୟବାଦୀ ଓ ସମାଜବାଦୀ ଦଳ। କେଉଁ ଦଳ? ଉତ୍ତର ସାମ୍ୟବାଦୀ ଓ ସମାଜବାଦୀ ଦଳ। ପ୍ରଶ୍ନ ନମ୍ବର 59 ଆଞ୍ଚଳିକ ଦଳମାନଙ୍କ ସମ୍ପର୍କରେ ନିମ୍ନୋକ୍ତ ଉକ୍ତିଟି ମଧ୍ୟରୁ କେଉଁଠି ଠିକ୍ ଦର୍ଶାଅ? ଆଞ୍ଚଳିକ ଦଳମାନଙ୍କ ସମ୍ପର୍କରେ ନିମ୍ନୋକ୍ତ ଉକ୍ତିଗୁଡ଼ିକୁ ମଧ୍ୟରୁ କେଉଁଠି ଠିକ୍ ଦର୍ଶାଅ? କେଉଁଠି? ଅପସନ୍ ଦେଇଛି ସେମାନଙ୍କର କ୍ଷମତା, ଭିତ୍ତିଭୂମି ଓ ଭୋଟ ଗ୍ରହଣ ପରିସର ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ। ଅପସନ୍ 2 ସେମାନେ ଜାତୀୟ ସ୍ୱାର୍ଥ ଅପେକ୍ଷା ଆଞ୍ଚଳିକ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ଅପସନ୍ 3 ଏହି ଦଳଗୁଡ଼ିକୁ ଜାତୀୟ ସ୍ୱାର୍ଥକୁ ପ୍ରତିନିଧିତ୍ୱ କରିବା ପାଇଁ ସଂସଦୀୟ ନିର୍ବାଚନରେ ଅଧିକ ଭାବେ ଭାଗ ନିଅନ୍ତି। ଅପସନ୍ 4 ଉଭୟ ଆଇ ଓ ଡବଲ ଆଇ। ଉତ୍ତର ହେବ ଆଇ ଓ ଡବଲ ଆଇ। ସେମାନଙ୍କର କ୍ଷମତା, ଭିତ୍ତିଭୂମି ଓ ଭୋଟ ଗ୍ରହଣ ପରିସର ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ। ସେମାନେ ଜାତୀୟ ସ୍ୱାର୍ଥ ଅପେକ୍ଷା ଆଞ୍ଚଳିକ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ପ୍ରଶ୍ନ ନମ୍ବର 60 କେଉଁ ବର୍ଷ କଂଗ୍ରେସ ଦଳର ନିର୍ବାଚନୀ ପରାଜୟ ଘଟିଥିଲା? କେଉଁ ବର୍ଷ? ଅପସନ୍ ଦେଇଛି 1977, 1989, 1999, ଉପରୋକ୍ତ ସମସ୍ତ ବର୍ଷ। କେଉଁ ବର୍ଷ? ଉତ୍ତର ହେବ ଉପରୋକ୍ତ ସମସ୍ତ ବର୍ଷ। ଏହି ତିନୋଟି ଯାକ ବର୍ଷରେ କଂଗ୍ରେସ ପରାଜୟ ବରଣ ଘଟିଥିଲା। ପ୍ରଶ୍ନ ନମ୍ବର 61 କେଉଁ ବର୍ଷ ଭାରତୀୟ ଜନସଂଘ ଭାରତୀୟ ଜନତା ଦଳ ବିଜେପି ନାମରେ ନୂତନ ଭାବେ ବିକଶିତ ହେଲା? କେଉଁ ବର୍ଷ? ଉତ୍ତର 1980। ପରବର୍ତ୍ତୀ ପ୍ରଶ୍ନ 62 ନିମ୍ନୋକ୍ତ ଦଳମାନଙ୍କ ମଧ୍ୟରୁ କେଉଁଠି ଆଞ୍ଚଳିକ ଦଳ ନୁହେଁ? କେଉଁଠି? ଉତ୍ତର ବହୁଜନ ସମାଜ ପାର୍ଟି। ପ୍ରଶ୍ନ ନମ୍ବର 63 କେଉଁ ସମ୍ବିଧାନ ସଂଶୋଧନ ଭାରତରେ ଦଳ ବଦଳ ପ୍ରତିରୋଧ କରିଛି? କେଉଁ ସମ୍ବିଧାନ ସଂଶୋଧନ ଭାରତରେ ଦଳ ବଦଳକୁ ପ୍ରତିରୋଧ କରିଛି? କେଉଁ ସମ୍ବିଧାନ ସଂଶୋଧନ? ଉତ୍ତର 52ତମ ସମ୍ବିଧାନ ସଂଶୋଧନ। ପ୍ରଶ୍ନ ନମ୍ବର 64 ଭାରତୀୟ ଜାତୀୟ କଂଗ୍ରେସ କେଉଁ ବର୍ଷ ପ୍ରତିଷ୍ଠିତ ହୋଇଥିଲା? ଭାରତୀୟ ଜାତୀୟ କଂଗ୍ରେସ କେଉଁ ବର୍ଷ ପ୍ରତିଷ୍ଠିତ ହୋଇଥିଲା? କେଉଁ ବର୍ଷ? ଉତ୍ତର
1885 ଭାରତୀୟ ଜାତୀୟ କଂଗ୍ରେସ 1885 ମସିହାରେ ପ୍ରତିଷ୍ଠା ହୋଇଥିଲା। 65 ଭାରତରେ କେଉଁ ଦଳୀୟ ବ୍ୟବସ୍ଥା କାର୍ଯ୍ୟ କରିଛି? କେଉଁ ଦଳୀୟ? ଉତ୍ତର ବହୁଦଳୀୟ ବ୍ୟବସ୍ଥା। ପିଲାମାନେ ଭିଡ଼ିଓଟିକୁ ମନ ଦେଇ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓ ଶେଷରେ ତୁମମାନଙ୍କ ପାଇଁ ପ୍ରଶ୍ନ ଦିଆଯିବ, ତୁମେମାନେ ଉତ୍ତର କମେଣ୍ଟ କରି ଜଣାଇବ। ତ ଦେଖିବା ପରବର୍ତ୍ତୀ ପ୍ରଶ୍ନକୁ। 66 କଂଗ୍ରେସର ନିର୍ବାଚନୀ ଚିହ୍ନ ଡ୍ୟାସ୍ ଓ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଡ୍ୟାସ୍ ଅଟେ? ଉତ୍ତର ଅପସନ୍ 2 ହାତ ଓ ପଦ୍ମ। କଂଗ୍ରେସର ନିର୍ବାଚନୀ ଚିହ୍ନ ହେଉଛି ହାତ ଓ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ହେଉଛି ପଦ୍ମ ଅଟେ। ପ୍ରଶ୍ନ ନମ୍ବର 67 ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେଉଁ ବର୍ଷ ପ୍ରତିଷ୍ଠା କରାଯାଇଥିଲା? ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେଉଁ ବର୍ଷ ପ୍ରତିଷ୍ଠା କରାଯାଇଥିଲା? କେଉଁ ବର୍ଷ? ଉତ୍ତର 1924। ଭାରତୀୟ କମ୍ୟୁନିଷ୍ଟ ପାର୍ଟି 1924 ବର୍ଷରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଶ୍ନ ନମ୍ବର 68 ଭାରତର ସର୍ବପୁରାତନ ରାଜନୈତିକ ଦଳ ନାମ କ'ଣ? କ'ଣ? ଉତ୍ତର ଭାରତୀୟ ଜାତୀୟ କଂଗ୍ରେସ। ପରବର୍ତ୍ତୀ ପ୍ରଶ୍ନ 69 ନିମ୍ନୋକ୍ତ ମଧ୍ୟରୁ କେଉଁଠି ଏକ ଜାତୀୟ ଦଳ ନୁହେଁ? କେଉଁଠି? ଅପସନ୍ ଦେଇଛି CPI, BSP, AIDMK, BJP। ଉତ୍ତର ହେବ AIDMK। ପ୍ରଶ୍ନ ନମ୍ବର 70 ପଶ୍ଚିମବଙ୍ଗରେ କେଉଁ ଦଳ ଦୀର୍ଘ ବର୍ଷ ହେଲା ଶାସନ ଦାୟିତ୍ୱରେ ରହି ଆସିଥିଲା? ପଶ୍ଚିମବଙ୍ଗରେ କେଉଁ ଦଳ ଦୀର୍ଘ ବର୍ଷ ହେଲା ଶାସନ ଦାୟିତ୍ୱରେ ରହି ଆସିଥିଲା? କେଉଁ ଦଳ? ଅପସନ୍ ଦେଇଛି କଂଗ୍ରେସ, ତୃଣମୂଳ କଂଗ୍ରେସ, କମ୍ୟୁନିଷ୍ଟ ବା ମେଣ୍ଟ, ରାଷ୍ଟ୍ରୀୟ ଜନତା ଦଳ। କେଉଁ ଦଳ? ଉତ୍ତର କମ୍ୟୁନିଷ୍ଟ ବା ବାମ ମେଣ୍ଟ। କମ୍ୟୁନିଷ୍ଟ ବା ବାମ ମେଣ୍ଟ। ତ ପିଲାମାନେ ଆଜିର ପ୍ରଶ୍ନ ଉତ୍ତର ଭିଡ଼ିଓ ସରିଯାଇଛି। ତ ଏବେ ଆସିଛି ତୁମମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ, ତୁମେମାନେ ଉତ୍ତର କମେଣ୍ଟ କରି ଜଣାଇବ। ତ ତୁମମାନଙ୍କ ପାଇଁ ପ୍ରଶ୍ନ ହେଉଛି ଗୋଟିଏ ଜାତିର ଅଧିକ ପ୍ରଭାବ ଓ ଉପଯୋଗକୁ କ'ଣ କୁହାଯାଏ? ଗୋଟିଏ ଜାତିର ଅଧିକ ପ୍ରଭାବ ଓ ଉପଯୋଗକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଉତ୍ତର କମେଣ୍ଟ କରି ଜଣା। ଦେଖିବା କେତେ ପିଲା କମେଣ୍ଟ କରି ଜଣାଉଛନ୍ତି। ପିଲାମାନେ ଆଜି ପାଇଁ ଏତିକି। ପୁଣି ନେଇ ଆସିବି ଲେଟେଷ୍ଟ ଭିଡ଼ିଓ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।